ଆଜି ଥିଲା ମାର୍ଗଶିର ମାସର ଲାଷ୍ଟ ଗୁରୁବାର। ଏଠି ଘରେ ମୁଁ ପୂଜାପୂଜି ସାରିଦେଲା ପରେ ରୁମ୍ରେ ବାହାରି ଯାଇଥିଲୁ ଗାଁ ଅଭିମୁଖେ। ସେଥିପାଇଁ ଆଜି ଏଠି ଆଉ ଏତେ ଝୁଣ୍ଟି ଫୁଣ୍ଟି ଦେଖେଇ ପାରିଲିନି। ତ ଗାଁ ଅଭିମୁଖେ ଶୀତରେ ବାହାରି ଯାଇଥିଲୁ। ଗଲାପରେ ଫାଷ୍ଟ କାମ ମୋତେ ବୋଉ ଦେଇଥିଲେ କି ତୋତେ ଚାଉଳ ଶୁଖେଇକି ଜଲ୍ଦି ସେ ଗୁଣ୍ଡ କର, ତାପରେ ମାଣ ବସିବ। ଯେହେତୁ ଆମର କ'ଣ ହୁଏ ନା, ଚାଉଳ ଫାଳ ଗୁଣ୍ଡ ସରିଲା ପରେ, ଝାଡ଼ୁ ଫାଡ଼ୁ ମରା ସରିଲା ପରେ ମାଣ ବସେ। ମାଣ ନ ଉଠିଲା ଯାଏ ଆମର ଆଉ କିଛି ବଟାବଟି ହେବନି, କି ଝାଡ଼ୁ ମରା ହେବନି, କି କିଛି ବି ହେବନି। ସେଥିପାଇଁ ଆମେ ସବୁବେଳେ ମାଣ ବସିବା ପୂର୍ବରୁ ହିଁ ସବୁ କାମ ସାରିଦେଉ, ତାପରେ ହିଁ ମାଣ ବସା ହୁଏ। ତ ଏଠି ଦେଖିପାରୁଥିବେ ବୋଉ ଆମର ସବୁ ମାଣ ପାଇଁ ରେଡ଼ି କରୁଛନ୍ତି, ବସିକିନା ଭୋଗ ରାଗ କାଟୁଛନ୍ତି। କଟା ସରିଲେ ମାଣ ବସିବ, ଦେଖୁଛନ୍ତି ନା। ମାଣ ବସି ସାରିଲା ପରେ ଏଠି ଦେଖନ୍ତୁ କେତେ ସୁନ୍ଦର ବୋଉ ଏଠି ମାନେ ଆଳତି ବୁଲେଇ ଦେଉଛନ୍ତି। ତାପରେ ବାଳ ଧୂପ ଦୀପ ଯାହା ଯେମିତି ସବୁ ଦିଆହେବା କଥା ଦିଆ ସରିଲା ପରେ ଏଠି ବୋଉ ବସିକି ବାଳ ଧୂପ ଲଗାଉଥିଲା। ମୁଁ ଏଠି ମାଆଙ୍କର ଗୋଟେ ଫଟୋ ନେଉଥିଲି। ମୋ ମାଆ ଏତେ ସୁନ୍ଦର ଦେଖାଯାଉଥିଲା ଯେ ନ କହିବା କଥା। ତାପରେ ସେଠି ଆମ ଦାଦା ଜଣେ, ସିଏ ବି ସେରା ବସଉଥିଲେ। ମୁଁ ତାଙ୍କ ଘରୁ ବି ଯାଇଥିଲି। ତ ସିଏ ବି ବହୁତ ସୁନ୍ଦର, ମାନେ ତାଙ୍କ ଝୋଟି ଗୁଡ଼ା ଏତେ ସୁନ୍ଦର ଲାଗୁଥିଲା କି ମୁଁ ଆଉ ମାନେ ଭିଡ଼ିଓ ନ କରିକି ରହିପାରିଲିନି। ବହୁତ ବଢ଼ିଆ ସୁନ୍ଦର ଝୋଟି ଦେଇଥିଲେ ମୋ ନଣନ୍ଦ। ତ ସେଠୁ ପଳେଇ ଆସିଲା ପରେ ମୁଁ ଏଠି ବହି ପଢ଼ି ଦେଇଥିଲି। ବହି ପଢ଼ି ସାରିଲେ ପିଠା ହେବ, ଯେହେତୁ ବହି ପଢ଼ି ଦେଇଥିଲି। ବହି ପଢ଼ିକି ଆସିଲା ପରେ ବୋଉ ଏଠି ପୁର ବନଉଥିଲେ। ପୁର ବନା ସରିଲା ପରେ ଖଳି ଜନ୍ତା ହେଲା। ଖଳି ଜନ୍ତା ସରିଲା ପରେ ବସିକିନା ପିଠା ବନେଇ ଦେଇଥିଲୁ। ମୋ ନଣନ୍ଦ ବି ଆସିଥିଲେ, ତ ଆମେ ସମସ୍ତେ ବସିକିନା ପିଠା ବନେଇ ଦେଇଥିଲୁ। ତ ପିଠା, କ୍ଷୀରି, ତାପରେ ଦହି କଡ଼ି, ତାପରେ ଚିତଉ, ଏତିକି ପିଠା ଆମର ଭୋଗ ଲାଗେ। ତାପରେ ବୋଉ ଭୋଗ ଲାଗି କରିଦେଇଥିଲେ, ଆମେ ସମସ୍ତେ ଖାଇ ଦେଇଥିଲୁ। ରହୁଛୁ। ଜୟ ମା ଲକ୍ଷ୍ମୀ। ଭିଡ଼ିଓ କେମିତି ଲାଗିଲା କହିବେ। ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ରହୁଛି। ଜୟ ଜଗନ୍ନାଥ।